ମା କାଳୀଙ୍କୁ କେତେ ଦିନ ପୂଜା କଲା ପରେ ରାମକୃଷ୍ଣଙ୍କ ମନରେ ପ୍ରଶ୍ନ ଉଠିଲା, ମୁଁ କାହାର ପୂଜା କରୁଛି? ମା କାଳୀ ପାଷାଣମୟୀ ନା ଜୀବନ୍ତ? ଲୋକେ କୁହନ୍ତି, ଭକ୍ତିରେ ଡାକିଲେ ମା ଦର୍ଶନ ଦିଅନ୍ତି। ମୁଁ ଏତେ ପୂଜା ପାଠ କରୁଛି ଭକ୍ତିରେ, ତାହେଲେ ମୋତେ କାହିଁକି ଦେଖା ଦେଉନାହାନ୍ତି? ଏତେ ଡାକୁଛି, କେତେ କାନ୍ଦୁଛି। ରାମକୃଷ୍ଣଙ୍କ ମନର ଅବସ୍ଥା ଅନ୍ୟ ପ୍ରକାର ହୋଇଗଲା। ସବୁବେଳେ ମା ଦେଖାଦିଅ, ମା ଦେଖାଦିଅ କହି ଅତି ବ୍ୟାକୁଳ ହୋଇ କାନ୍ଦିଲେ। ଜଙ୍ଗଲ ଭିତରକୁ ଯାଇ ଧ୍ୟାନରେ ବସି କେତେ ରାତି କଟାଇ ଦେଲେ। ଦିନେ ରାମକୃଷ୍ଣ ଶେଷରେ ଗଙ୍ଗାକୂଳ ଭୂଇଁ ଉପରେ ମୁହଁ ଘଷି ଘଷି ବ୍ୟାକୁଳ ହୋଇ ଡାକିଲେ ମାତାଙ୍କୁ। ଏତେ ଦିନ ବିତିଗଲା, ମା କାଳୀ ତଥାପି ରାମକୃଷ୍ଣଙ୍କୁ ଦେଖାଦେଲେ ନାହିଁ। ରାମକୃଷ୍ଣ ମା କାଳୀଙ୍କୁ କହିଲେ, ତତେ ନ ଦେଖିଲେ ମୋର ବଞ୍ଚିବାର ବୃଥା ସିନା। ଭୂଇଁରେ ଏତେ ଜୋରରେ ମୁହଁ ଘଷୁଥିଲେ ଯେ ମୁହଁ ରକ୍ତାକ୍ତ ହୋଇଯାଉଥିଲା। ରାମକୃଷ୍ଣଙ୍କ ମନରେ ଏତେ ଗଭୀର ଭକ୍ତି ଜାଗ୍ରତ ହୋଇଥିଲା, ମା କାଳୀଙ୍କ ପ୍ରତି କଷ୍ଟ ଜଣା ପଡ଼ୁନଥିଲା। ରାତି ଦିନ ମା କାଳୀଙ୍କ ଭକ୍ତିରେ ବୁଡ଼ି ରହିଲେ। ଆହାର ନିଦ୍ରା ତ୍ୟାଗ କରି ଭବତାରିଣୀଙ୍କ ପ୍ରତିମା ସମ୍ମୁଖରେ ବସି ଛାତି ବାଡ଼େଇ କାନ୍ଦୁଥିଲେ। ତାଙ୍କର ସାଧନା ଓ ବ୍ୟାକୁଳତା ଚରମ ସୀମାରେ ପହଞ୍ଚିଗଲା। ଦିନେ ମନ୍ଦିରରେ ବସି କାନ୍ଦୁ କାନ୍ଦୁ ତାଙ୍କର ମନ ହେଲା। ରାମକୃଷ୍ଣ କହିଲେ, ମା, ମୋ ମା, ହେ ମା ଆଦିଶକ୍ତି, ଦର୍ଶନ ଯେତେବେଳେ ପାଇଲି ନାହିଁ, ମୁଁ ଏହି ଜୀବନ ରଖି ଆଉ ଲାଭ ନାହିଁ। ହଠାତ୍ ସେ ମାଙ୍କ ହାତରୁ ଖଣ୍ଡାଟି ଟାଣି ଆଣି କହିଲେ, ଆଜି ଏଠି ମୋର ଜୀବନ ବଳି ଦେବି। ଏହା କହି ନିଜକୁ ବଳି ଦେବା ପାଇଁ ଯେତେବେଳେ ସେ ଖଣ୍ଡା ଉଠାଇଲେ, ସେତେବେଳେ ହଠାତ୍ ମା କାଳୀ ଜ୍ୟୋତିର୍ମୟୀ ମୂର୍ତ୍ତି ସୂର୍ଯ୍ୟଙ୍କ ଆଲୋକ ପରି ମୂର୍ତ୍ତି ଭିତରୁ ବାହାରିଲା। ଧୀରେ ଧୀରେ ମୂର୍ତ୍ତି ଜୀବନ୍ତ ହେବାରେ ଲାଗିଲା। ମାତାଙ୍କ ସ୍ୱର ଶୁଭିଲା, ରହିଯା ପୁତ୍ର କହି ରାମକୃଷ୍ଣଙ୍କୁ ଦର୍ଶନ ଦେଲେ। ମାତାଙ୍କ ଜୀବନ୍ତ ରୂପ ଦେଖି ଅନ୍ତରରେ ଆହୁରି ଅଧିକ ଭକ୍ତି ଜାଗ୍ରତ ହୋଇ ଉଠିଲା। ଆନନ୍ଦରେ ନାଚିବାକୁ ଲାଗିଲେ। 2-3 ଦିନ ସେହି ଅବସ୍ଥାରେ ଆନନ୍ଦରେ ଆତ୍ମହରା ହୋଇ ରହିଲେ। ଏହି ପ୍ରଥମ ଦର୍ଶନ ପରେ ଶ୍ରୀ ରାମକୃଷ୍ଣଙ୍କ ବ୍ୟାକୁଳତା ଆହୁରି ବଢ଼ି ଉଠିଲା। ସତେ ଯେପରି ମାଙ୍କୁ ଛାଡ଼ି ମୁହୂର୍ତ୍ତେ ମଧ୍ୟ ରହିପାରିବେ ନାହିଁ। ସେ ଚିନ୍ମୟୀ, ମାଙ୍କ ଛାଡ଼ି ମୁହୂର୍ତ୍ତେ ମଧ୍ୟ ରହିପାରିବେ ନାହିଁ। ସେ ଆନନ୍ଦରେ ମାଙ୍କ ସାଙ୍ଗରେ କଥା ହେଉଥିଲେ, ହସୁଥିଲେ, ନାନା ଭାବରେ ମାଙ୍କୁ ପାଇ ଆନନ୍ଦରେ ବିଭୋର ହୋଇ ରହୁଥିଲେ। ମନ୍ଦିରର ଭବତାରିଣୀ ପାଷାଣ ପ୍ରତିମା ହୋଇ ଆଉ ନାହାନ୍ତି। ସେ ଚିନ୍ମୟୀ ରୂପରେ, ଆନନ୍ଦମୟୀ ରୂପରେ ରାମକୃଷ୍ଣଙ୍କ ନିକଟରେ ଧରାଦେଇ ନୀଳାନନ୍ଦ ରସରେ ତାଙ୍କୁ ବୁଡ଼ାଇ ରଖିଲେ। ରାମକୃଷ୍ଣଙ୍କ ଜୀବନରେ ଚିନ୍ମୟୀଙ୍କର ନାନା ଭାବର ବିଳାସ ଆଧ୍ୟାତ୍ମିକ ଇତିହାସରେ ବିଶେଷ ଗୁରୁତ୍ୱପୂର୍ଣ୍ଣ ଘଟଣା। ଜୟ ମା କାଳୀ, ଜୟ ଶ୍ରୀ ରାମକୃଷ୍ଣ। ଧନ୍ୟ ଭକ୍ତ, ଧନ୍ୟ ମା ମହାକାଳୀ।